ମୁଁ ତ ମାନେ କିଛି ଚାଲିପାରୁଛି ଇଏ କରିପାରୁଛି କିନ୍ତୁ ମୁଁ କିଛି ଦେଖିପାରୁନି। ସିଏ ମୋ ଆଖି ସାଜିଛି ଆଉ ମୁଁ ମାନେ ସିଏ ଯେଉଁ ଯେହେତୁ ଚାଲିପାରୁନି ନ ଚାଲିପାରିବା ଯୋଗୁରୁ ମୁଁ ତା ଗୋଡ଼ ମାନେ ସାଜିକି ତାକୁ ଯୁଆଡ଼େ ନେବା ଆଣିବା କରୁଛି। ଭିନ୍ନକ୍ଷମ ବ୍ୟବହାର କରୁଥିବା ଏହି 3 ଚକିଆ ସାଇକେଲ ଜଣେ କେତେ ବାଟ ବା ଯାଇପାରିବ, କେତେ ସମୟ ଚଲାଇ ପାରିବ ଏହି ଟ୍ରାଇସାଇକେଲ। ନିବାସୀ ଓ ଟୁନା 3 ଚକିଆ ସାଇକେଲରେ ଆସିଗଲେ ଭୁବନେଶ୍ୱର। 3 ଦିନ ସାଇକେଲ ଚଲାଇ ଚଲାଇ ଆସି ପହଞ୍ଚିଲେ। ଇଚ୍ଛା ମୋହନ ମାଝୀଙ୍କୁ ଭେଟିବେ। ବିଶ୍ୱାସ କେହି ସାହାଯ୍ୟ କରନ୍ତୁ ବା ନ କରନ୍ତୁ ମୋହନ ସରକାର ତାଙ୍କ କଥା ନିହାତି ବୁଝିବେ। ସାଇକେଲ ଉଠିଆଣି ଗଡ଼ିଆଣି ଯାହା ଆସିଲା ଆମେ ଯେଉଁ ଗଞ୍ଜାମରୁ ଆସିଲୁ ମାନେ ଭୁବନେଶ୍ୱର ତା ଭିତରେ କେତେ ଉଠିଆଣି କେତେ ଗଡ଼ିଆଣି କେତେ କ'ଣ ଆସୁଛି ସମସ୍ୟା ଆସିଲା ପରେ ସବୁ କଥାର ସମସ୍ୟାର ମାନେ ସାମ୍ନା କରିକି ଆମେ ଆସିଛୁ। ଇଏ ହେଉଛନ୍ତି ଟୁନା ପ୍ରଧାନ, ଜନ୍ମରୁ ପୋଲିଓ, ଘର ଗଞ୍ଜାମ। ଇଏ ହେଉଛନ୍ତି ନିବାସୀ ପ୍ରଧାନ, ଦୃଷ୍ଟିଶକ୍ତି ଜନ୍ମରୁ ନାହିଁ, ୟାଙ୍କ ଘର ମଧ୍ୟ ଗଞ୍ଜାମ। 15 ବର୍ଷର ସାଙ୍ଗ। ଟୁନା ପାଇଁ ନିବାସୀ ଚାଲେ, ନିବାସୀ ଆଖିରେ ଟୁନା ଦୁନିଆ ଦେଖେ। ଗଞ୍ଜାମରେ ଦୁହେଁ ମିଶି ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ଏବେ କିନ୍ତୁ ଆଉ ଦୋକାନ ସେତେ ଭଲ ଚାଲୁନାହିଁ। ଅଭାବରେ ଅଛନ୍ତି ଦୁହେଁ। ଆଶା ରଖି 3 ଦିନ 3 ଚକିଆ ସାଇକେଲ ଚଲାଇ ପହଞ୍ଚିଗଲେ ଭୁବନେଶ୍ୱର। ପୂର୍ବ ସରକାର ଦେଖା ଦେଉନଥିବା ବେଳେ ଏ ସରକାର ତ ସମସ୍ତଙ୍କୁ ଦେଖା ଦେଉଛନ୍ତି, କଥା ମଧ୍ୟ ବୁଝୁଛନ୍ତି। ନିହାତି ଆମ କଥା ବୁଝିବେ, ଆମକୁ ଆର୍ଥିକ ସହାୟତା କରିବେ, କାରଣ ଇଏ ଆମ ମୋହନ ସରକାର। ପୂର୍ବ ସରକାର ମାନେ ପୂର୍ବ ସରକାର ତ ଓଡ଼ିଆ ବୁଝିପାରିନଥିଲେ, ଇଂଲିଶ ଥିଲେ। ତାଙ୍କ ପିଏ ଯାହା କହୁଥିଲେ ସେ ସେଇଆ ବୁଝୁଥିଲେ। ସେଥିପାଇଁ ଆମେ ଗୋଟେ ଓଡ଼ିଆ ସରକାର ମାନେ ଓଡ଼ିଆ ଆମ ଭାଷାର ଗୋଟେ ସରକାର ଆମକୁ ମିଳିଛି ମାନେ ଆମେ ତ ତା ସହିତ ପୁରା ଡାଇରେକ୍ଟ ପୁରା କଥା ହେଇପାରିବୁ ନା, ଫେସ୍ ଟୁ ଫେସ୍। ଆମେ ତା ସହିତ କଥା ହେବାକୁ ଚାହୁଁଛୁ ତାଙ୍କ ସହିତ। ଆଉ ଥରେ ଆମେ କିନ୍ତୁ ବାହାର କରି କିନ୍ତୁ ଆସିବାଟା ଆସିବୁ, କିନ୍ତୁ ମୋହନ ମାଝୀ ଭେଟିବାଟା ଭେଟିବୁ। ଆମେ ଗୋଟେ 2 ଜଣ ଫାଷ୍ଟଫୁଡ୍ ସେଣ୍ଟର କରିଥିଲୁ NS ଜାତୀୟ ରାଜପଥ 16 ନମ୍ବରରେ। ସେଇ ଦୋକାନ ଟିକେ ଚାଲୁଛି, ଟିକେ ପଇସା ଯୋଗୁରୁ ଆଉ ଟିକେ ଚାଲିପାରୁନି। ଆମେ ଟିକେ ସରକାର ସହାୟତା ହେଲେ ଆମେ 2 ଜଣ ଯାକ ଟିକେ ଆଗକୁ ଦୋକାନ ବଢ଼େଇକି ଚଳେଇ ପାରୁ। ସେପଟେ 15 ତାରିଖରୁ ଭୁବନେଶ୍ୱର ଆସି ପହଞ୍ଚିଲେଣି ଦୁହେଁ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ନିଜ ମନ କଥା ଜଣାଇ ପାରିନାହାନ୍ତି। ହୁଏତ ଦେଖା ନ କରିବାର କାରଣ ଏହା ହୋଇପାରେ, ଯେହେତୁ ମୁଖ୍ୟମନ୍ତ୍ରୀ 6 ଦିନିଆ ବିଦେଶ ଗସ୍ତରେ ଥିଲେ। ଏମାନେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଯିବା କଥା ଜାଣିନଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ଅସଫଳ ହୋଇଥିଲେ ଦୁହେଁ। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପୋଲିସ ଓ ଅନ୍ୟ କର୍ମଚାରୀ ମଧ୍ୟ କେହି ଏମାନଙ୍କୁ ସାହାଯ୍ୟ କରିନଥିଲେ। ତାପରେ ପୋଲିସ ଭାଇମାନଙ୍କୁ ମୁଁ କହୁଛି ବି, ଆମେ ବି ଯେଉଁ ଯାଇଥିଲୁ ଆମ ବାସଭବନ ପାଖକୁ, ମୋହନ ମାଝୀ କୋଉଠି ଆସିଲାଣି କ'ଣ ଆଇଲେ ନା ଆପଣଙ୍କୁ କିଛି ଦେଖା ହେଇପାରିବନି, କିଛି ଡିଟେଲ୍ସ ବି ଦେଲେନି ଆମକୁ। ହେଲେ ଆମେ କ'ଣ, ଆମେ ମାନେ ଆମେ ଗଣତନ୍ତ୍ର ଗୋଟେ ନାଗରିକ ନାହିଁ ଆମେ। ଏବେ କିନ୍ତୁ ଗଞ୍ଜାମ କଲେକ୍ଟର ଏମାନଙ୍କୁ ଗଞ୍ଜାମ ନେଇଯାଉଛନ୍ତି, କିନ୍ତୁ ବିଶ୍ୱାସ ପୁଣି ଆସିବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଆମେ ତ ଚାହୁଁନୁ, ଯେହେତୁ ବିଡ଼ିଓ ସାର୍ ରିକ୍ୱେଷ୍ଟ କରିଛନ୍ତି ମାନେ ଯିବାକୁ କହିଛନ୍ତି, ତ ତାଙ୍କ କଥା ବି ଆମେ ମାନେ ଇଏ କରିପାରିବୁନି ନା, ମାନିବାକୁ ପଡ଼ିବ। ଆଜ୍ଞା, ବେକାରତ୍ୱ ତ କରିହେବନି ନା, ମାନିବାକୁ ପଡ଼ିବ। ସେଥିପାଇଁ ତାଙ୍କ ଭରସା ନେଇକି ଆମେ ଯାଉଛୁ। ହଁ, ପୁଣି ଆଗାମୀ ଦିନ ନିଶ୍ଚିତ ଆସିବୁ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଜିତେନ୍ଦ୍ରଙ୍କ ସହ ଆରାଧନା ସେନାପତିଙ୍କ ରିପୋର୍ଟ, ସରକାର ନ୍ୟୁଜ୍।